ଜାତୀୟ 27ତମ କଳିଙ୍ଗ ନାଟ୍ୟ ମହୋତ୍ସବ ଆଗାମୀ 22 ରୁ 26 ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ବିଭିନ୍ନ ଭାଷାର 5ଟି ନାଟକ ମଞ୍ଚସ୍ଥ ହେବ। ପ୍ରଥମ ଦିନ ଶତାବ୍ଦୀର କଳାକାର ନାଟକ ଅଛି ମହାସଂଗ୍ରାମର ମହାନାୟକ। ତାକୁ ଲେଖିଛନ୍ତି ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ଏବଂ ଦ୍ୱିତୀୟ ଦିନ ନାଟକ ଅଛି 23 ତାରିଖରେ ଅଛି ଦ୍ରୋଣାଚାର୍ଯ୍ୟ। ଏଟା ହେଉଛି ଅହମିଆ ଭାଷା, ଆସାମରୁ ସେମାନେ ଆସୁଛନ୍ତି, ସେମାନେ ମଞ୍ଚସ୍ଥ କରିବେ। 24 ତାରିଖ ଅଛି ସମ୍ବଲପୁରର ସାଧନା, ସେଟା ସମ୍ବଲପୁରୀ ଭାଷାରେ ହେବ। ଶ୍ରୀ କଲଚରାଲ ଆସୋସିଏସନ ସେମାନେ ମଞ୍ଚସ୍ଥ କରିବେ। 25 ତାରିଖରେ ଅଛି କର୍ଣ୍ଣଗାଥା, ସେଟା ହେଉଛି ଆମର ଭରତେନ୍ଦୁ ନାଟ୍ୟ ଏକାଡେମୀ ଲକ୍ଷ୍ନୌ, ସେମାନେ ହିନ୍ଦୀରେ ସେଟାକୁ ପରିବେଷଣ କରିବେ। 26ରେ କଳାକାର ଥିଏଟର ଆମର ଭୁବନେଶ୍ୱରର, ସେମାନେ ଓଡ଼ିଆରେ ଗୋଟିଏ ନାଟକ କରିବେ ଧାରା। ଏଇଭଳି 5 ଦିନର 5ଟି ନାଟକ ଅଛି। 1976 ମସିହାରେ ଶତାବ୍ଦୀର କଳାକାର ଗଠନ ହେଇଥିଲା। ତେଣୁ ଏଇଟା ଆମର 50 ବର୍ଷ ସୁବର୍ଣ୍ଣ ଜୟନ୍ତୀ ଚାଲିଛି। এই 2025 ରୁ 2026 ପର୍ଯ୍ୟନ୍ତ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ଚାଲିବ। ଆମର ପ୍ରତି ମାସରେ ଗୋଟିଏ ନାଟକ ହେବ। ଏପ୍ରିଲ ମାସରେ ଗୋଟିଏ ନାଟକ ହେଉଛି ହାରମୋନିୟମ ହେବ। ଏପ୍ରିଲରେ 3ଟି ନାଟକ ହେବ। 21ରେ ବିପ୍ଳବୀ କୃତିବାସ, 22ରେ ବାଞ୍ଛାର ବଗିଚା, ତାପରେ ମେରେ ହେଉଛି ଘଟାନ୍ତର। ଏଇଭଳି 12 ମାସରେ 12ଟି ନାଟକ। ତା ଛଡ଼ା ଯେଉଁଟା କହୁଥିଲେ ଆମର ରହିଛି ବାଲେଶ୍ୱର, କେଉଁଝର, ବାରିପଦା, ରାଉରକେଲା, ବ୍ରହ୍ମପୁର, କଟକ, ପୁରୀ ଏସବୁ ଜାଗାରେ ଆମେ ନାଟକ କରିବୁ। ଏବଂ କଲିକତା, ଦିଲ୍ଲୀରେ ମଧ୍ୟ ଆମେ ଏହି ବର୍ଷ ନାଟକ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। କଳାକାରର ବହୁଭାଷୀ ନାଟକ ପ୍ରତିଯୋଗିତା ଅବସରରେ ଏଥର ଅନେକ ପ୍ରତିଭାଙ୍କୁ ପୁରସ୍କୃତ କରାଯାଉଛି। ତାଙ୍କ ଭିତରେ ଶତାବ୍ଦୀର କଳାକାର ଅନୁଷ୍ଠାନ ନିଜର କିଛି ଅଛନ୍ତି ଯେଉଁମାନେ ଜୀବନ ସାରା ବହୁ ବର୍ଷ ଧରି, ଦୀର୍ଘ ବର୍ଷ ଧରି କାମ କରି ଆସୁଛନ୍ତି, ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ତା ଛଡ଼ା ଓଡ଼ିଶାର ବିଭିନ୍ନ ଅଞ୍ଚଳ ଯେଉଁମାନେ ବରିଷ୍ଠ ନାଟକକାର ଅଛନ୍ତି, ନିର୍ଦ୍ଦେଶକ ଅଛନ୍ତି, ତାପରେ ଯେଉଁମାନେ ଅଭିନେତା ଅଭିନେତ୍ରୀ ଅଛନ୍ତି, ସେମାନଙ୍କୁ ପୁରସ୍କାର କରାଯିବ। କେତେ ଗୁଡ଼ିଏ ପୁରସ୍କାର ରହିଛି ଯେଉଁଗୁଡ଼ିକ ସହିତ ଆମ ନଗଦ ଟଙ୍କା ମଧ୍ୟ ପୁରସ୍କାର ଦିଆଯାଇଥାଏ। ଯେମିତି ଏଥର ଦିଆଯାଉଛି ସୁମିତ୍ରା ସମ୍ମାନ ଅଭିନେତ୍ରୀ ଆଲ୍ଲାଦିନୀ କରଙ୍କୁ, ତାଙ୍କୁ ମାନପତ୍ର ଉପଢୌକନ ସହିତ 20,000 ଟଙ୍କା ନଗଦ ପୁରସ୍କାର ଟଙ୍କା ଦିଆଯିବ। ହେମନ୍ତ କୁମାର ମହାପାତ୍ର, ତାଙ୍କୁ ରବୀନ୍ଦ୍ରନାଥ ଦାସ ନାଟ୍ୟକାର ପୁରସ୍କାର ଦିଆଯିବ, ତାଙ୍କୁ 10,000 ଟଙ୍କା ପୁରସ୍କାର ଦିଆଯିବ। ଗଳାଧର ସମ୍ମାନ ଏଥର ଯିଏ ପାଉଛନ୍ତି ସେ ହେଉଛନ୍ତି ସୁମତି ପଣ୍ଡା, ସେ ଜଣେ ଗାୟିକା ଏବଂ ଅଭିନେତ୍ରୀ, ତାଙ୍କୁ 10,000 ଟଙ୍କା ଦିଆଯିବ। ଏହାଛଡ଼ା ପ୍ରମିଳା ପ୍ରତିଭା ସମ୍ମାନ 2 ଜଣଙ୍କୁ ଦିଆଯାଉଛି, ରାମଚନ୍ଦ୍ର ସାସମଲ ଏବଂ ରମେଶ ଚନ୍ଦ୍ର ମହାରଣା। ଏ 2 ଜଣ ମଧ୍ୟ 5,000 ଟଙ୍କାରେ ପୁରସ୍କାର ଦିଆଯିବ। ଏହାଛଡ଼ା ଆଉ ଯେଉଁ ପୁରସ୍କାର ଦିଆଯିବ ସେମାନଙ୍କ ନାଁ ଆମେ ଆପଣଙ୍କୁ ଜଣାଇଛୁ। ଆମେ ପ୍ରାୟ 18 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏଥର ସମ୍ବର୍ଦ୍ଧନା ଦେବୁ ଏବଂ ସମ୍ମାନ ଜଣାଇବୁ। ଏହାଛଡ଼ା ପ୍ରତ୍ୟେକ ଦିନ ଆମେ ବରିଷ୍ଠ ରାଜନେତା, ପ୍ରଶାସକ, ସାହିତ୍ୟ ସଂସ୍କୃତି ନାଟକ ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ, ଗଣମାଧ୍ୟମ ବ୍ୟକ୍ତି, ସେମାନଙ୍କୁ ମଧ୍ୟ ଆମନ୍ତ୍ରଣ କରୁଛୁ, ସେମାନେ ମଧ୍ୟ ଆସିବେ। ଏବଂ ଆପଣମାନଙ୍କ ମାଧ୍ୟମରେ ଆମେ ଓଡ଼ିଶାର ଏବଂ ଭୁବନେଶ୍ୱର, କଟକ ଏବଂ ପୁରୀ ପାଖାପାଖି ସହରର ମଧ୍ୟ ନାଟ୍ୟପ୍ରେମୀ ସମସ୍ତଙ୍କୁ ଅନୁରୋଧ କରୁଛୁ, ସେମାନେ ଆସିବେ ଏବଂ ଆମ ସମର୍ଥନ ଯୋଗାଇ ଦେବେ। ତାହେଲେ କାର୍ଯ୍ୟକ୍ରମଟି ସଫଳ ହେବ।